ଜୁଲାଇ ମାସ ରାଶିଫଳ ଅନୁଯାୟୀ ଏ ମାସରେ ମୀନ ରାଶିଜାତ ବ୍ୟକ୍ତି ସାମାନ୍ୟରୁ ମଧ୍ୟମ ଧରଣର ଫଳ ପାଇବାର ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଜୁଲାଇ ମାସରେ ମୀନ ରାଶିଜାତ ବ୍ୟକ୍ତି ଆର୍ଥିକ ସମୃଦ୍ଧି ପାଇବାର ଯୋଗ ମଧ୍ୟ ଦେଖାଯାଉଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ଜୁଲାଇ ମାସରେ ମୀନ ରାଶି ଜାତ ବ୍ୟକ୍ତିଙ୍କର ଆର୍ଥିକ ଦିଗ ଉପରେ ଆଲୋକପାତ କଲେ ଜଣାଯାଏ, ମୀନ ରାଶିର ଦ୍ୱିତୀୟ ଧନଭାବର ଅଧିପତି ମଙ୍ଗଳ ମହାଗ୍ରହ ଜୁଲାଇ ମାସରେ ମୀନ ରାଶିର ଷଷ୍ଠ ଭାବ ସିଂହ ରାଶିରେ ରହି ମୀନ ରାଶି ପାଇଁ ଆର୍ଥିକ ସମୃଦ୍ଧି ଆଣିବାରେ ସାହାଯ୍ୟ କରିବେ। ମୀନ ରାଶିର ଆୟ ସ୍ଥାନର ଅଧିପତି ଶନି ମୀନ ରାଶିରେ ମାସ ସାରା ଅବସ୍ଥାନ କରିଥିବାରୁ ମୀନ ରାଶି ଜାତକଙ୍କର ଆୟ ସ୍ୱାଭାବିକ ଠାରୁ ଅଧିକା ରହିବ, କିନ୍ତୁ ଲାଭ ହସ୍ତଗତ ହେବାରେ ଅହେତୁକ ବିଳମ୍ବ ମଧ୍ୟ ଲାଗି ରହିବ। ତା ସଙ୍ଗେ ସଙ୍ଗେ ଆର୍ଥିକ ଲାଭ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିପାରେ। ଜୁଲାଇ ମାସରେ ମୀନ ରାଶିର କର୍ମକ୍ଷେତ୍ର ବିଷୟରେ ଆଲୋଚନା କଲେ ଜଣାଯାଏ, ମୀନ ରାଶିର କର୍ମକ୍ଷେତ୍ର ଧନୁ ରାଶିର ଅଧିପତି ବୃହସ୍ପତି ମହାଗ୍ରହ ମିଥୁନ ରାଶିରେ ରହି ନିଜ ଘର ଦଶମ ଭାବ ଧନୁ ରାଶିକୁ ଦୃଷ୍ଟି ପ୍ରଦାନ କରୁଥିବାରୁ କର୍ମକ୍ଷେତ୍ର ବେଶ୍ ପ୍ରଶସ୍ତ ରହିବ। ବାଣିଜ୍ୟ ବେପାର କରୁଥିଲେ ସପ୍ତମ ସ୍ଥାନ କନ୍ୟା ରାଶିର ଅଧିପତି ବାଣିଜ୍ୟିକ ଗ୍ରହ ବୁଧ ପଞ୍ଚମ କର୍କଟ ସ୍ଥାନରେ ରହି ବାଣିଜ୍ୟ ବେପାରରୁ ଭଲ ରକମର ଅର୍ଥ ଉପାର୍ଜନ କରାଇବେ। ବ୍ୟବସାୟ ଠିକ୍ଠାକ୍ ଚାଲିବା ସହିତ ଏ ସମୟରେ ଅର୍ଥ ସଞ୍ଚୟ କରିବାରେ ବୁଧ ମହାଗ୍ରହ ବିଶେଷ ଯୋଗକାରକ ଭୂମିକା ଗ୍ରହଣ କରିବେ। ମୀନ ରାଶିର ଚାକିରିଜୀବୀମାନଙ୍କ ପାଇଁ ଜୁଲାଇ ମାସ ଯୋଗକାରକ ରହୁଅଛି। ମୀନ ରାଶିର ଷଷ୍ଠ ଭାବରେ ଅବସ୍ଥିତ ମଙ୍ଗଳ ମହାଗ୍ରହ ଚାକିରି ସ୍ଥଳରେ ନେତୃତ୍ୱ ନେବାର ଅଥବା ଚାକିରି କରୁଥିବା ସଂସ୍ଥାର ପରିଚାଳନା ଭାର ଗ୍ରହଣ କରିପାରେ। କର୍ମସ୍ଥଳୀରେ ସହଯୋଗୀମାନେ ନିର୍ଦ୍ଦେଶ ମାନିବା ସହିତ ସହଯୋଗର ହାତ ବଢ଼ାଇବେ। ସରକାରୀ ଚାକିରି କରୁଥିଲେ ଜୁଲାଇ ମାସର ପ୍ରଥମାର୍ଦ୍ଧଟି ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ ନାହିଁ, କାରଣ ମାସର ପ୍ରଥମାର୍ଦ୍ଧରେ ମୀନ ରାଶିର ଚତୁର୍ଥ ଭାବରେ ଅବସ୍ଥିତ ସୂର୍ଯ୍ୟ ଦିଗ୍ବଳହୀନ ହୋଇଥିବାରୁ ରାଜକୀୟ କାର୍ଯ୍ୟରେ ଭଲ ଫଳ ଦେଇପାରିବେ ନାହିଁ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମୀନ ରାଶିର ପଞ୍ଚମ ଭାବରେ ଅବସ୍ଥାନ କଲେ ଚାକିରି କ୍ଷେତ୍ରରେ ସମସ୍ତଙ୍କର ପ୍ରଶଂସାର ପାତ୍ର କରାଇବେ। ତା ସହିତ ଅପେକ୍ଷାକୃତ ଶୁଭ ଫଳ ମଧ୍ୟ ପ୍ରଦାନ କରିବେ। ପ୍ରେମ ଓ ପରିଣୟ ଦୃଷ୍ଟିରୁ ଜୁଲାଇ ମାସଟି ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମୀନ ରାଶିର ସପ୍ତମ ସ୍ଥାନ ଅଧିପତି ବୁଧ ପଞ୍ଚମ ସ୍ଥାନରେ ରହିଥିବାରୁ ଲଭ୍ ଲାଇଫରେ ଥିବା ମୀନ ରାଶି ଜାତ ବ୍ୟକ୍ତି ପ୍ରେମ ବିବାହ କରିବା ପାଇଁ ମନ ବଳାଇ ପାରନ୍ତି, କିନ୍ତୁ ମୀନ ରାଶିରେ ଅବସ୍ଥିତ ଶନି ଏଥିରେ ବାଧକ ସାଜିପାରେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ପରସ୍ପର କଥା କଟାକଟିରୁ ସମ୍ପର୍କଟି ବିଗିଡ଼ି ଯିବାର ମଧ୍ୟ ସମ୍ଭାବନା ରହିଅଛି। ତେଣୁ ଭାବପ୍ରବଣ ନ ହୋଇ ଅଯଥା କଥା ନ କହିବା ଉଚିତ ହେବ, କାରଣ ପ୍ରେମ ଓ ବିବାହ ବିଷୟରେ ଜୁଲାଇ ମାସଟି ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଫଳ ଦେବ ନାହିଁ। ଜୁଲାଇ ମାସରେ ମୀନ ରାଶିର ପାରିବାରିକ ସମ୍ପର୍କ ବିଷୟରେ ଆଲୋଚନା କଲେ ଜଣାଯାଏ,
ଯେ ପାରିବାରିକ ଦୃଷ୍ଟିକୋଣରୁ ଏ ମାସଟି ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବେଶ୍ ଅନୁକୂଳ ଫଳ ପ୍ରଦାନ କରିବ। ମାସ ଶେଷ ପର୍ଯ୍ୟନ୍ତ ମୀନ ରାଶିର ଦ୍ୱିତୀୟ ସ୍ଥାନ ମେଷ ରାଶିର ଅଧିପତି ମଙ୍ଗଳ ଷଷ୍ଠ ସ୍ଥାନରେ ରହି ପାରିବାରିକ ସୁଖ ସମୃଦ୍ଧି ପ୍ରଦାନ କରିବ। ପରିବାରର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ରହିବ। ଯେକୌଣସି କାର୍ଯ୍ୟ ହେଉ ପରିବାରର ମୁଖିଆଙ୍କ ନିଷ୍ପତ୍ତି ସମସ୍ତେ ମାନିବେ। ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପର ପ୍ରତି ସ୍ନେହ ଓ ସହାନୁଭୂତି ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁଲାଇ ମାସଟି ମୀନ ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମୀନ ରାଶିରେ ଶନି ମହାଗ୍ରହଙ୍କର ଗୋଚର ଭଲ ଫଳ ଦେଉନଥିବାରୁ ଶନିଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ ହୋଇପାରେ। ଶରୀରରେ ବାୟୁର ପ୍ରକୋପ ଦେଖାଯିବ। ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇପାରେ। ଆଣ୍ଠୁଗଣ୍ଠି ଜନିତ କଷ୍ଟ ଭୋଗ କରିପାରନ୍ତି। ପୁରୁଣା ଡାଇବେଟିକ୍ ରୋଗ ରହିଥିଲେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ମାସର ପ୍ରଥମାର୍ଦ୍ଧରେ ଷଷ୍ଠ ସ୍ଥାନର ଅଧିପତି ସୂର୍ଯ୍ୟ ଚତୁର୍ଥ ଭାବରେ ରହି ନେତ୍ର ରୋଗ, ଅର୍ଥୋପେଡ଼ିକ୍ ପ୍ରୋବ୍ଲେମ୍, ଖାଦ୍ୟ ବଦହଜମି ତଥା ହୃଦୟ ବିକାର ଭଳି ବ୍ୟାଧି ପ୍ରତି ଭୟ ସୃଷ୍ଟି କରିପାରନ୍ତି। ଏତ ଗଲା ମୋଟାମୋଟି ଭାବରେ ଜୁଲାଇ ମାସ ପାଇଁ ମୀନ ରାଶିର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମୀନ ରାଶି ଅଧିପତି ବୃହସ୍ପତି ମହାଗ୍ରହଙ୍କର ପ୍ରତିକାର କରନ୍ତୁ। ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କଲେ ବିଶେଷ ଶୁଭ ଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।